Yes, praise the Lord. प्रभुଙ୍କର ମହାନ ପବିତ୍ର ନାମର ଗୌରବ ହେଉ। ପ୍ରଭୁଙ୍କର ମହାନ ଅନୁଗ୍ରହ ଦ୍ୱାରା ଆଜି ଆମମାନେ ପ୍ରକାଶିତ ବାକ୍ୟର 13 ଅଧ୍ୟାୟକୁ ପହଞ୍ଚିଛୁ। Praise the Lord. ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ଗତ ଦିନ ତେଲୁଗୁ ପ୍ରକାଶିତ ବାକ୍ୟ କମ୍ପ୍ଲିଟ ହେଇଗଲା। ପ୍ରାୟ 11 ମାସ ହେଲା ଗତ ସେପ୍ଟେମ୍ବରରେ ଆରମ୍ଭ କରିଥିଲୁ। ଅବଶ୍ୟ ମଝିରେ ସପ୍ତାହ 10 ଦିନ ଏମିତି ବ୍ରେକ୍ ଦିଆ ହଉଥିଲା। ପ୍ରଭୁଙ୍କର ଅନୁଗ୍ରହରେ ପ୍ରକାଶିତ ବାକ୍ୟ କମ୍ପ୍ଲିଟ ହେଲା ତେଲୁଗୁର। ଆମର ବି ଶୀଘ୍ର ହେଉ। ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। ଆଉ ପ୍ରକାଶିତ ବାକ୍ୟ 21-22 ର ସେ ନୂତନ ଜେରୁସାଲେମର ଅଧ୍ୟୟନ କରି ସାରିଲା ପରେ ମାଇଣ୍ଡ ପୁରା ଟିକେ ଅଲଗା ହେଇଗଲା ସମସ୍ତଙ୍କର। ସେ ନୂତନ ଜେରୁସାଲେମ ନଗରର ବର୍ଣ୍ଣନା ଆଉ ତାର ଗ୍ରାଫିକାଲ ଭିଡିଓ ବି ମୁଁ ବନାଇକି ମୁଁ ଦେଖାଇଥିଲି, ସ୍କ୍ରିନ ସେୟାର କରିଥିଲି। ତ ମାନେ ଦେଖିକି ସତରେ ଆପଣ ମାନେ ବିଶ୍ୱାସ କରିବେ ନାହିଁ, ଏଇ ଜଗତର ମନ ପୁରା ଉଠି ଯାଇଛି। ମୋର ହିଁ ସେମିତି ହଉଛି ନା ବୋଲି ଭାବିଲା ବେଳକୁ ସମସ୍ତଙ୍କର ମାଇଣ୍ଡ ସେମିତି। ସେ ଭିଡିଓ ମୁଁ ତେଲୁଗୁ ଚ୍ୟାନେଲରେ ସେୟାର କରିଛି, ୟୁଟ୍ୟୁବରେ ଗ୍ରାଫିକାଲ ଭିଡିଓ ସବୁ। ତ ସତରେ ପ୍ରଭୁଙ୍କର ଆଗମନ ଶୀଘ୍ର ହେଇଗଲେ ହିଁ ଭଲ ବୋଲି ସମସ୍ତଙ୍କ ହୃଦୟରେ ଗୋଟେ ପ୍ରକାର ଗୋଟେ ଆତ୍ମିକ ଲାଳସା ଗୋଟେ ବାହାରିଛି। ଷ୍ଟ୍ରଙ୍ଗ ଡିଜାୟାର ଫର ଦ କମିଂ ଅଫ ଦ ଲର୍ଡ। ଜଗତରୁ ପୃଥକ ହେଇଯିବାର ଗୋଟେ ମନ, ପ୍ରଭୁଙ୍କର ଆଗମନ ଶୀଘ୍ର ହେଇଯାଉ ବୋଲିବା ମନ, ସ୍ୱର୍ଗରେ ଗଲେ ଯଥେଷ୍ଟ, ସ୍ୱର୍ଗ ପଳେଇଲେ ଯଥେଷ୍ଟ, କିଛି ଦରକାର ନାହିଁ କହିଲା ଭଳି ଗୋଟେ ଫିଲିଂ ଗୋଟେ ଆସିଯାଇଛି। ବର୍ଣ୍ଣନା ବି ସେମିତି ପ୍ରଭୁଙ୍କର ଆତ୍ମାଙ୍କ ଚାଳନା ସେମିତି ମିଳିଲା। ତ ମୁଁ ବହୁତ ଖୁସି ହେଲି। ଆଉ ନିଶ୍ଚିତ ଭାବରେ ପ୍ରକାଶିତ ବାକ୍ୟ କମ୍ପ୍ଲିଟ କରିହେବ ବୋଲି ଭାବୁନଥିଲି ମୁଁ। ଯେପରିକି ଆପଣମାନଙ୍କୁ ମଧ୍ୟ କହିଥିଲି କି ଯେଉଁମାନେ ଏଇ ପୁସ୍ତକ ପାଠ କରନ୍ତି ସେମାନେ ଧନ୍ୟ, ଯେଉଁମାନେ ଶ୍ରବଣ କରନ୍ତି ସେମାନେ ଧନ୍ୟ। ଆଉ ଯେତେ ଜଣ ତେଲୁଗୁ ଗ୍ରୁପରେ ପୁରା କମ୍ପ୍ଲିଟଲି ଶୁଣିଛନ୍ତି, ନିଶ୍ଚିତ ଭାବେ ବହୁତ ଜଣଙ୍କ ଜୀବନରେ ବହୁତ କାମ ହେଇଛି। ସେମାନେ ସାକ୍ଷ୍ୟ ଦେଇଛନ୍ତି। ଅବଶ୍ୟ ବହୁତ ଜଣଙ୍କ ଜୀବନରେ ବହୁତ ପ୍ରକାରର ବନ୍ଧନ ମୁକ୍ତ ହେଇଛନ୍ତି। ଆଉ ନିଶ୍ଚିତ ଭାବେ ପ୍ରକାଶିତ ବାକ୍ୟ ସମ୍ପୂର୍ଣ୍ଣ ଭାବେ ପୁରା ପଢିକି ଶୁଣିଲା ପରେ ଯେଉଁ ଆଶୀର୍ବାଦ ପ୍ରଭୁ ଦେବି ବୋଲି କହୁଛନ୍ତି, ନିଶ୍ଚିତ ଭାବେ ପ୍ରଭୁ ଦେଉଛନ୍ତି। ଏଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତେଣୁକରି ଆପଣମାନଙ୍କୁ ମଧ୍ୟ ମୁଁ ଉତ୍ସାହିତ କରେ, ନିୟମିତ ରୁହନ୍ତୁ, ରେଗୁଲାର ରୁହନ୍ତୁ, କଣ୍ଟିନ୍ୟୁ କରନ୍ତୁ। ମଝିରେ ଆପଣମାନେ ପଳେଇକି ଆସିଲା ପରଠୁ ଆପଣମାନଙ୍କର ମାଇଣ୍ଡ ଟିକେ ଅଲଗା ପ୍ରକାର ଥିବ, ଆଗ ଭଳି ଲାଗିପାରିବ ନାହିଁ। ଦେଖୁଛି କେତେ ଜଣକୁ ମୁଁ ଗେସ୍ କରିପାରିବି ଯେଉଁମାନେ ମଝିରେ ଟିକେ ମିସ୍ ହେଇକି ଆଉ ଥରେ ଆଡ୍ ହଉଛନ୍ତି। ଅବଶ୍ୟ ନର୍ମାଲି କୋ ରିଜନ ଥିବ, କାମ ଥିବ, ବ୍ୟସ୍ତତା ଥିବ, ହ୍ୱାଟଏଭର। ଡାଇରେକ୍ଟ ଲାଇଭ ଜୁମରେ ଆଟେଣ୍ଡ ନ ହେଲେ ବି ପରେ ହେଲେ ବି ୟୁଟ୍ୟୁବରେ ଦେଖୁଥିବେ, ମୁଁ ଜାଣିଛି। ଯଦି ଆପଣମାନେ କଣ୍ଟିନ୍ୟୁଲି ଦେଖି ନାହାନ୍ତି ତାହେଲେ ଆପଣମାନଙ୍କର ଟିକେ ଅସୁବିଧା ହେଇପାରେ। ପ୍ରେଜ୍ ଦ ଲର୍ଡ। ତେଣୁକରି ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ପ୍ଲିଜ ବି ରେଗୁଲାର। ଏଟା କୋଉ ଗୋଟେ ରାଣ୍ଡମ ମେସେଜ ହେଲେ ଚଳିଥାନ୍ତା। ଆଜି ଅବ୍ରାହମ ବିଷୟ କହିଲି, ନହେଲେ କାଲି ମୋସାଙ୍କ ବିଷୟରେ କହିବି, ସେମିତି ମେସେଜ ହେଲେ କୋଉଠି ହେଲେ ଗୋଟେ ମିସ୍ ହେଲେ ବି ବଡ ପ୍ରୋବ୍ଲେମ ନାହିଁ। କାରଣ ଏଇ ପ୍ରକାଶିତ ବାକ୍ୟ ଆଗରୁ କହୁଥିଲେ କି ଯେଉଁମାନେ ଶ୍ରବଣକାରୀ ମାନେ ଧନ୍ୟ, ପାଠକ ମାନେ ଧନ୍ୟ। କାହିଁକି ସେ ଧନ୍ୟତା, ସେ କାହିଁକି ଆଶୀର୍ବାଦ କାହିଁକି ବେକାର ହରେଇବେ ଆପଣ ମାନେ? ତ ଇଟ୍ସ ମୋର ପର୍ସନାଲ ରିକ୍ୱେଷ୍ଟ ଆପଣଙ୍କୁ କି ନିୟମିତ ରହିବା ପାଇଁ ଚେଷ୍ଟା କରନ୍ତୁ। ଟ୍ରାଇ ଟୁ ଆଭଏଡ ଦ୍ୟାଟ ଆଭଏଡିଂ। ଗୋଟେ ଦିନ ବାକ୍ୟ ନ ଶୁଣିଲା ପରି ଯେମିତି ଆପଣମାନଙ୍କୁ ଆଜିର ମିଟିଂ ଆଭଏଡ କଲା ଭଳି ଯେଉଁ ସିଚୁଏସନ ଆସୁଛି, ସେ ସିଚୁଏସନକୁ ଆଭଏଡ କରନ୍ତୁ ଆପଣ ମାନେ। ଶୈତାନ ବହୁତ ଚାଲାକ। ଆମେ କାଲି ଶୁଣୁଥିଲୁ କି ନାଇଁ? ସର୍ବ ଜଗତର ପ୍ରବଞ୍ଚକ, ଗ୍ରେଟ ଡିସେପସନ। ତ ଆପଣମାନଙ୍କର ଜୀବନର କଣ ଗୋଟେ କହୁଥିଲି। ପ୍ରେଜ୍ ଦ ଲର୍ଡ।
ହଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସଭା ଭଳି ଏଇ ସେସନ କୁ ନିଅନ୍ତୁ। ଆମେ ପ୍ରକାଶିତ ବାକ୍ୟ ଶେଷ କରିଲା ପରେ ଯେତେବେଳେ ଅଲଗା ଅଲଗା ନୂଆ ନୂଆ ସବଜେକ୍ଟ ଆମେ ଶୁଣିବୁ ସେଟା ପାଇଁ ପ୍ରୋବ୍ଲେମ ନାହିଁ, ଅଲଗା କଥା। ମୁଁ ଏତେ ଆପଣଙ୍କୁ ରିକ୍ୱେଷ୍ଟ କରିବି ନାହିଁ। ପ୍ରକାଶିତ ବାକ୍ୟ ଶେଷ ହେଲା ପରେ ଯଦି ଆମେ ଅଲଗା ନୂଆ ସବଜେକ୍ଟ ଯେତେବେଳେ ଆରମ୍ଭ କରିବୁ ସେଟା ଅଲଗା କଥା। ଇଭେନ୍ ତେଲୁଗୁରେ ବି ନେକ୍ସଟ ଗୋଟେ ମାସେ ପାଇଁ ମୁଁ ରେଷ୍ଟ ଦେଇଛି ତେଲୁଗୁ ବାଇବଲ ଷ୍ଟଡି। ନେକ୍ସଟ ମନ୍ଥ ରୁ ନୂଆ ସବଜେକ୍ଟ ମୁଁ ଷ୍ଟାର୍ଟ କରିବି। ତ ସେମିତି ସ୍ପେଶାଲି ପ୍ରକାଶିତ ବାକ୍ୟ ଅଲଗା କୋଉ ଦାନିଏଲ ପୁସ୍ତକ ହଉ କି କୋଉ ଅଲଗା ଗୋଟେ ହେଲେ ଏତେ ଆପଣଙ୍କୁ ମୁଁ ରିକ୍ୱେଷ୍ଟ କରିବି ନାହିଁ, କାରଣ ପ୍ରକାଶିତ ବାକ୍ୟ ପାଇଁ ହିଁ ଲେଖା ଅଛି କି ଏଇ ଭାବବାଣୀର ପୁସ୍ତକ ପାଠକ ଯେ କରୁଛି ସେ ଧନ୍ୟ, ଶ୍ରବଣକାରୀ ଧନ୍ୟ, ପାଳନକାରୀ ଧନ୍ୟ ବୋଲି। କାହିଁକି ଆପଣ ମାନେ ସେ ବ୍ଲେସିଂ ଟା ହରାଇବେ ବୋଲି ଅନୁରୋଧ, ବସ୍ ସେତିକି। ଆଉ ପ୍ରେୟର କରନ୍ତୁ ଯେପରିକି ପ୍ରଭୁ ଯେତେ ଅନ୍ୟାନ୍ୟ ଯେତେ କାମ ହେଉ କି ଅନେକଙ୍କର ପରିବାରରେ ଟିକେ ଅସୁସ୍ଥତାର ପରିସ୍ଥିତି ସମସ୍ୟା, କେତେ ଜଣଙ୍କ ଦେହ ଅସୁସ୍ଥ ଏମିତି ସବୁ ହେଇଯାଉଛି, unnecessary tensions ଟିକେ ହେଇଯାଉଛି। ତେଣୁକରି ସେଟା ମଧ୍ୟ ଯେପରି ନ ହେଉ ଆପଣ ମାନେ ପ୍ରେୟର କରନ୍ତୁ। ଆଜ୍ଞା ଆପଣ ମାନେ ପ୍ରେୟର କରନ୍ତୁ, ସବୁକୁ ଆପଣ ମାନେ ପ୍ରେୟର ରିକ୍ୱେଷ୍ଟ ଲିଖନ୍ତୁନି ଆମ ପାଇଁ ପ୍ରାର୍ଥନା କର, ଆମ ପାଇଁ ପ୍ରାର୍ଥନା କର, ଆଙ୍କର ପାଇଁ ପ୍ରାର୍ଥନା କର। ଆରେ ଆପଣଙ୍କୁ ବି କିଛି ଦାୟିତ୍ୱ ଦିଆ ହେଇଛି। କାଲି ଜଣେ କହୁଥିଲେ ଆମର ଜଣେ ବିଜାତି ଭାଇଙ୍କୁ ତାଙ୍କୁ ପ୍ରାର୍ଥନା କରନ୍ତୁ। ଆରେ ଆପଣ କରନ୍ତୁ, ଏଇଟା ଆପଣଙ୍କର ସେବା, ଆପଣଙ୍କ ପାଇଁ ଯାହା ଦିଆଯାଇଛି ଆପଣ ମାନେ କରୁନାହାନ୍ତି। ପ୍ରାର୍ଥନା ରିକ୍ୱେଷ୍ଟ ମାଗୁଛୁ ବୋଲି ଆର ପାଇଁ ତାର ପାଇଁ ଆର ପାଇଁ ତାର ପାଇଁ ଦୁନିଆର ପାଇଁ ଆପଣଙ୍କର ପଡିଶାର ଘର ପାଇଁ ଗାଁ ପାଇଁ, ସେମିତି ହେଲେ ଦୁନିଆ ସାରା ପ୍ରାର୍ଥନା କରିବାକୁ ପଡିବ ଦିନ ସାରା ବସିକି। ଆପଣଙ୍କର ଦାୟିତ୍ୱରେ ଯାହା ପ୍ରଭୁ ଦେଇଛନ୍ତି ବୋଝ ସେଟା ଆପଣ କରିବେ, ଆମେ କାହିଁ କରିବୁ, ଆପଣ ମାନେ କରନ୍ତୁ। ହଁ ଆଉ ଗୋଟେ କଥା ଏମିତି କହିବାଟା ମାନେ ମୁଁ ଟିକେ ଇରିଟେଟ ହେଇଯାଏ, ତଥାପି ପ୍ରାର୍ଥନା କରୁଛି ପ୍ରଭୁ ଇରିଟେଟ ନ ହେଇକି ଟିକେ କହିବି, ଶାନ୍ତିରେ କହିବି, ଟିକେ ଶାନ୍ତିରେ ହିଁ କହିବି, ଟିକେ ହସି ହସି କହିବି। ଟିକେ କଣ ମାନେ ଆପଣ ମାନଙ୍କୁ ଏତେ ବାକ୍ୟ ବୁଝାଉଛି, କଣ ବୁଝାଉଛି ଶୁଣୁନାହାନ୍ତି କି? ଫର ଏକ୍ସାମ୍ପଲ ଜିହୁଦା ଇସ୍କରିୟତର ବିଷୟରେ ଶୁଣିଥିଲୁ କି ଦୁଇ ମନା, ଶୁଣୁଥିଲୁ କି ଶୈତାନର ଶୃଙ୍ଗ ବିଷୟରେ ଶୁଣୁ ଦୁଇ ମନା ଲୋକ ମାନଙ୍କ ଭିତରେ ଶୈତାନ ପ୍ରବେଶ କରିବ, ଏଇଠି ଟିକେ ବସିବେ ସେଇଠି ଟିକେ ବସିବେ। କେତେ ଲୋକ ହଁ କି ନାଇଁ ଟିକେ ଆତ୍ମିକ ବାଟରେ ଥିବେ, କେତେ ଜଣ ସାଂସାରିକ ବାଟରେ ଥିବେ। ଇଆଡେ ପ୍ରାର୍ଥନା କରାଇକି ପ୍ରାର୍ଥନା ତେଲ ବ୍ୟବହାର କରୁଥିବେ, ସିଆଡେ ଯାଇକି ଡରିଆ ଫନିଆ ପିନ୍ଧି ପକଉଥିବେ, ଇଆଡେ ପ୍ରଭୁଜ ନେଇ ଦେଉଥିବେ, ସେଠି ଭୋଗ ଖାଇ ଦେଉଥିବେ। ଏ ଟାଇପରେ ଯେମିତି ଦୁଇ ଡବଲ ଡ୍ରାମା ଡବଲ ଗେମ୍ ଖେଳନ୍ତି ସେମାନଙ୍କ ଜୀବନରେ ଶୈତାନ ପ୍ରବେଶ କରେ ବୋଲି କହିଲି। ତାର ସକାଳକୁ ଜଣେ ମତେ ପ୍ରଶ୍ନ ପଚାରୁଛି, ଭାଇ ଭାଇ ନୂଆ ଖାଇ ହବ କି ନାଇଁ ବୋଲଛ, ନୂଆ ଖାଇ। ଆରେ ତୁ କଣ ଶୁଣିଲୁ ଦିନ ସାରା? ହେଲେ ଯୋଉ ବାକ୍ୟ ମୁଁ କହି ସାରିଲି ସେଇଟାକୁ ଆହୁରି କ୍ୱେଶ୍ଚନ କରିଲେ କେମିତି ମତେ ମତେ କେମିତି ଲାଗିବ କୁହନ୍ତୁ, ଆପଣ ମାନେ କୁହନ୍ତୁ, ଇରିଟେଟ ଲାଗିବ କି ନା? କାଲି କଣ ଶୁଣିଥିଲେ? ହେଲେ ଯେଉଁମାନେ ପୁରା ନିରୀହ ବିଲକୁଲ ବାକ୍ୟ ବୁଝି ପାରିବେ ନାହିଁ, ସେମିତି ଟାଇପର ଟୋଟାଲି ଅଜ୍ଞାନୀ ଟାଇପର ଲୋକମାନେ ଯଦି ପଚାରୁଛନ୍ତି କ୍ୱେଶ୍ଚନ, ମାନେ ମୁଁ ଟିକେ ପେସେନ୍ସରେ ସହିଷ୍ଣୁ ହେଇକି ଆନ୍ସର ଦେବି। ସ୍ପିରିଚୁଆଲ ପିପଲ ଆଜ୍ଞା ଟିକେ ବାକ୍ୟ ଭଲରେ ଜାଣିଛନ୍ତି, ସେମାନେ ପଚାରି ପକାଉଛନ୍ତି। ଦେଖ ଆଉ ସେଇଟା କୋଉଟା କୋଉ ଗୋଟେ ୱାର୍ଡ ସାଂସାରିକ ମନା, ସେଇ ବୋଧେ ସେ ଜିହୁଦାସଙ୍କର ପଏଣ୍ଟରେ ହିଁ କହୁଥିଲି କି ନାଇଁ, ସେ ରୀତିନୀତି ସବୁ ପାଳୁଥିବେ। ସେଟାକୁ ଜଣେ ସିଷ୍ଟର ମତେ ମେସେଜ କରୁଛନ୍ତି କି ଚୁଡ଼ି ପିନ୍ଧିବି କି ନାଇଁ ବୋଲି। ମୋର ପାଟିରୁ ଶୁଣିବେ କି? ଆପଣ ଜାଣି ପାରୁନାହାନ୍ତି। ରାଜୀବ ଡାଲଙ୍କୁ ନ ପଚାରୁନୁ କେତେ ଆନ୍ସର ଆପଣଙ୍କୁ ଜଣା ନାହିଁ। ଆଚ୍ଛା ଜଣା ନାହିଁ, ଛାଡ। ରାଜୀବ ଡାଲଙ୍କୁ ପଚାରିଲେ କଣ ଆନ୍ସର ଦେବ ସେତିକି ବି ଜାଣିନାହାନ୍ତି। କାହିଁକି ମାନେ ଗୋଟେ ଘଣ୍ଟାଟି ମେସେଜ କଣ ପାଇଁ କହୁଛି? ଡାଇରେକ୍ଟ ଗୋଟେ ଧାଡିରେ ଆଜିର ବାକ୍ୟର ଉଦ୍ଦେଶ୍ୟ କଣ, ମାନେ ଚୁଡ଼ି ପିନ୍ଧିବାର ନାହିଁ ବୋଲି କହିକି ସରେଇ ଦେବି, ଶେଷ କରିଦେଇଥାନ୍ତି ନା। ଏତିକି ଲମ୍ବା କାହିଁକି ଏକ୍ସପ୍ଲେନ କରୁଛି? ଘଣ୍ଟାଟି ମେସେଜ ର ପଏଣ୍ଟ କଣ ଆପଣ ମାନେ ଯଦି ବୁଝୁନାହାନ୍ତି ମାନେ ଆପଣଙ୍କ ପାଇଁ ଏଟା ଠିକ ବାଇବଲ ଷ୍ଟଡି ନାହିଁ। ଏଟା
ସେ ସବୁ ସିନ୍ଦୁର ଫିନ୍ଦୁର ଚଉଡି ଫୁଡି ଏଟା ପିନ୍ଧିବା କଥା ନୁହେଁ ବୋଲି କଥା ପାଇଁ ତ ଏତେ ଲମ୍ବା ଚौड़ा ମେସେଜ ଦଉଛି। ଶୁଣିଲା ପରେ ପିନ୍ଧିବାର କି ନାହିଁ, ତମେ ଏଠି ଖାଇବ ସେଠି ଖାଇବ, ପ୍ରଭୋଜ ଖାଇବ ସେଠି ଖାଇବ, ଜଗତର ସାଂସାରିକ ପ୍ରତିମା ପୂଜକ ପୂଜାର ରୀତିନୀତିରେ ପାଳନ କରିବ, ଏମିତି ହେଲେ ମନ୍ଦ ଆତ୍ମା ପଶିବ, ଶୈତାନର ଆତ୍ମା ପଶିବ କହିଥାଉଛି। ନୂଆ ଖାଇ ଖ୍ରୀଷ୍ଟିଆନ ଲୋକ ଖାଇବା କଥା କି ନାହିଁ? ମୁଣ୍ଡିଆ ମାରିବାର କି ନାହିଁ? ଆଚ୍ଛା ମୁଁ ପଚାରୁଛି, ଆପଣ କୁହନ୍ତୁ, ମୁଣ୍ଡିଆ ମାରିବାର କି ନାହିଁ? ଚୁଡ଼ି ପିନ୍ଧିବାର କି ନାହିଁ? ସେ ସିଷ୍ଟରଙ୍କର ସେ ଭଉଣୀ କଣ କଲେ ଜାଣିଛନ୍ତି? ଏଲିଆଜର ରିବକା ପାଇଁ ଧରିକି ଯାଇଥିଲେ ନା ଭାଇ ବୋଲଥିଲେ। ମୁଁ କହିଲେ ना ना मैं एलियाजर हूं ना आप रिबका है, ठीक है। देखिए गोटे कथा मु कौन कहले मैं नूतन नियम रे किए कहा को चूड़ी पिंधाइबाटा अछि कि आपण नूतन नियम को पालुछंती ना पुरातन नियम को पालुछंती बोले पचार नहीं नूतन नियम को पालुछि हेले कौन नहीं आज्ञा हम घरे हम सासु मा टिके पार्टी करते एटा कहंतु एटा ठीक रीजन रिबका सारा बोल हुंतु नहीं आपण को इच्छा नहीं तथापि सासु मा परिवर्तन हेई नांती तांकर लागी पिंधिबा को पड़ुछि ठीक अछि एथिरे प्रभु आपण को माफ कर दे पारिबे ओके ठीक क्वेश्चन पचारिबार केमती पचारिबार क्वेश्चन चूड़ी पिंधिबार कि नहीं रिबका पिंधिथिला एटा हेबार नहीं केमती हेबार आज्ञा वाक्य द्वारा मु जानली कि पिंधिबा कथा नहीं किंतु मते बिल्कुल इच्छा नहीं तथापि स्वामी परिवर्तन हेई नांती घरे सासु ससुर अछंती सेमानकर लागी पिंधिबा को पड़ुछि केमती करिवि भाई बोल कहले मोर उत्तर कोन थिबो ओके नो प्रॉब्लम आपनकर हृदय साफ अछि राइट प्रॉब्लम नहीं प्रेज द लॉर्ड राइट मुंडिया मारिबा कथा भी हिंदू शास्त्र रीति अनुसार माता पिता समस्त सेमानकर हिसाब रे कोन मन समस्त देवता अटन देव देवी अटन देवा देवी अटन तेणुकरी विजातीय माने मरी जाइथिबा अपना जेजे बापा जेजे माँ बापा सेमानकर फोटो को भी सिंदूर लगाई के पूजा करंती सेमानको भी गोटे देवता हिसाब रे मानंती तेणुकरी से माने मुंडिया मारिबा कथा मुंडिया मारिबार अर्थ कोन मुंडिया मारिबार अर्थ कोन मु एटा एक्चुअली काली को शनिवार दिन क्वेश्चन आंसर करके कहिले हेई थांता देखो तो इतके सब कोन पय बुझाउछि मु जानि पारने अपन कोन बुझुछंती हेले कौन मतलब अर्थ बिल्कुल शुणु ना मेसेज नहीं कि इटी बाइबल स्टडी रो टाइम बेल को सेड फेसबुक रे जाई कि लाइक करूछंती कमेंट करूछंती माने केमती बुद्धि एटा काहे कि अछंती ग्रुप रे छाड़ देउ नांती फेसबुक देखिबा पय टाइम अछि बाइबल स्टडी अटेंड करे पय टाइम नहीं बाकी सुनिबा पय टाइम नहीं काली काली किछ व्यस्त हे गले काली रो वाक्य सुनि नांती आज सुनि देउछंती हले कालीटा सुनला नहीं सुनली नहीं ठीक सुनि देबा बोलिबा मन भी नहीं एमती हेले असुविधा रे पड़िबे बोली कहूछि आपण मानकु विश्वास करू नांती मते नहीं कि हां बड्ड जे कहले हे गला कि बोलछंती कि घंटाटी वाक्य रे कोन सुनुछंती आपण माने वाक्य एत्ति बुझाउछि 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 सखाल को सेही क्वेश्चन पचारछंती तेलुगु रे गोटे कथा अछि रामायण पूरा सुनला परे कहला पणी राम को सीता कोन लागिबो बोलछन बोलला पणी जणे रामायण पूरा सुनला परे लास्ट को जने पचारछि पणी राम को सीता कोन हेबो बोली पचारछि पणी सीमिति रामायण पूरा स्टोरी कोन रामर भार्य सीता सेठू स्टार्ट करछि स्टोरी लास्ट को आसला परे क्वेश्चन कोन राम और सीता भीतर मध्य संपर्क कोन भाई बोलछ कोन सुनलो हेले रामायण सारा सेमिति वाक्य पूरा सुनला परे सही क्वेश्चन करछंती कनेक्ट होंतो आज्ञा टिके वाक्य को कनेक्ट होंते टिके ओके तो जने भाई पचारले मुंडिया मारिबा कथा कोन बिल्कुल कहले ठीक अछि आपण माने प्रभु को लोक मान को मस्तक आम मस्तक के जीसु ख्रीस्ट तो जतले मुंडिया मारुछु मुंडिया मारिबारो एक्चुअली सेही कर्मरो
मीनिंग कौन माने आम मुंड से पाद पाखरे रखुछु कौन पाई एस्तर पुस्तक कौन एस्तर पुस्तक टेंशन सब कौन कहतु तो कौन पे एते लड़ाई झगड़ा हो जाता एस्तर पुस्तक रे के कहबे हामान को ये मर्दकय सम्मान देला से प्रणाम करनथिले हामान को हामान को प्रणाम सम्मान करनथिले देला मर्दक्य मर्देकाय जणे मुंडिया मारला नहीं बोली दुनिया पूरा सारा जिहुदी मान को मारी दिया जाओ बोले आदेश आसला राजा को ठारू तथापि मर्देकाय जीतले लास्ट को जे तो जणे कहला मु कहले ठीक अच्छे आपण जदि घरे बुझी पारु नांती ठीक अच्छे आपण जहां को मुंडिया मारछन से मन को ईश्वर तो मानु नांती ना नहीं मानु नहीं ठीक अच्छे आगे ठीक अच्छे बोली कहूची बोली ता समस्त को पय लागू नुहे जिमती जण भणी को कहली ना सासु मां ससुर एते समस्त को तो आपण माने एकला गुटे जियो पिला किमती जीतिबो जीवन पूरा व्यस्त हो जब तांकर समस्त मिसे कि तांको बर्बाद कर देबे तेणी करे ठीक अछि तुमर हृदय सफा अछि ठीक अछि पिंदो हेले से मान कर लागी जनरली कौन करबा कथा लड़ीबा कथा जीतिबा कथा उल्टा आमे करिवो नहीं रेस्पेक्ट देबु नमस्कार करिवु मुंडिया नहीं मुंडिया मारिवु नहीं एमिति लड़ीबा कथा को जगह रे नहीं ठीक अछि सिचुएशन देखि कि के जन ओके बोली कही दे थाओ सेमिति बोली समस्त एक ओके कले हेबो नहीं बुझी पारले कि प्रथम श्रेणी रो पिला एलकेजी यूकेजी रो पिला मु छोटे बेले 8 केमती लिखथिली जानछन ना इंडी साइड को लिखुथिली इंती सीधा आसीबार नहीं 8 मते साइड को लिखुथिली तो एलकेजी यूकेजी रे चली जीवो सेटा 4+4 बोलला बेल को इमती लिखले कौन रे साइड रे दिटा अंडा अछि रे बोल मत मोर मिस हेले भी टिक मारला 8 लिखला जे जानी पारला नहीं ताको हैंड बुलू नहीं बोले मिली सेमिति बोले 10म श्रेणी रे भी सिंती लिखिबे बोल गेल जापड़ मारबे केंति रे बुझलु सिखलु नहीं कि बोल कहबे कि नहीं तो केतटा जिंस छोट पिला मान को पय आत्मिक जीवन रे नोआ थिबा लोक मान को पय हमें कोन कर चलाई देता हो सिंदूर की हो पिंदो चालू आगे आसो बाकी सुनो भल रे चालो भणी बोल को जुवन नुआ रे आसीबे प्रभु गोठारे सिंदूर फिंदूर पिंदी के आसीबे हमें मना करिवो कि नहीं ओके कम ऑन चूड़ी फूड़ी सब चालू भल वर्शिप करला बेल को छिंकु छिंकु छिंक 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 होतबो काटा बाबू देखला बोल को यार बैकग्राउंड म्यूजिक चलची के जण करो चूड़ी आमे किछ कहू कि नहीं जब चूड़ी पिलछंती आसो न चर्च को बोल कहबो कि नहीं ओके लीव इट ठीक है ठीक है ठीक है किंतु 2-3 वर्ष परे देखिबार अछि धीरे धीरे चूड़ीटा दीटा गुटे कमी जाए 5 वर्ष भितरे मन फेस देखो सफा ईश्वर को दूत परी थिबो वाओ दिस इज कॉल्ड प्रोग्रेस आत्मिक जीवन रे वर्धिष्णु हेबाटा माने कोन हो प्रभु मोर पुआ झको तुम जीवन तुम ठारे वर्धिष्णु कर वर्धिष्णु व्हाट इज वर्धिष्णु निसदाडी बाहरु की पिलारो धीरे धीरे आउरी आत्मिक हेउ बोली